ଏହି ଭିଡ଼ିଓରେ ଆମେ କଭରେଜ କରିବା ଏଡ୍ରେସିଂ ପ୍ରୋବ୍ଲେମ ଅଫ ଏଡଲୋସନ୍ସ। ଠିକ୍ ଅଛି, ତ ଏହା ବହୁତ ହି ଛୋଟ ରହିବ କାହିଁକି ନା ଆପଣ ଜାଣିଛନ୍ତି ଏଡଲୋସନ୍ସ କହିଲେ କ'ଣ ନା, ଏଡଲୋସନ୍ସ କହିଲେ ଆମେ ଟିନ୍ ଏଜ୍କୁ ବୁଝିଥାଉ। ରାଇଟ୍, ଟିନ୍ ଏଜ୍ରେ କ'ଣ ସବୁ ପ୍ରୋବ୍ଲେମ ହୁଏ ଆପଣ ଯେମିତି ଜାଣିଛନ୍ତି, ଯେହେତୁ ସେ ଆପଣଙ୍କର ପ୍ରଥମରେ 13, 14, 15, 16, 17 ଏ ଆଡ଼କୁ ଯାଏ, ତ ତାକୁ ଫିଲ୍ ହୁଏ ଯେ ସେ ଗୋଟେ ବହୁତ ବଡ଼ ପିଲାଟି ହେଇଗଲା ଭଳିଆ ଫିଲ୍ ହୁଏ। ଦେନ୍ ସେହି ସମୟରେ ତାଙ୍କର ମେନ୍ସୁରାଲ୍ ସାଇକେଲ୍ ମଧ୍ୟ ଷ୍ଟାର୍ଟ ହେଇଥାଏ। ପୁଅମାନେ ଆପଣଙ୍କର ଝିଅମାନଙ୍କ ଆଡ଼କୁ ଆପଣଙ୍କର ଆକର୍ଷିତ ହେଇଥାନ୍ତି। ରାଇଟ୍, ଝିଅମାନେ ମଧ୍ୟ ପୁଅମାନଙ୍କ ଆଡ଼କୁ ଆକର୍ଷିତ ଆପଣଙ୍କର ହେଇଥାନ୍ତି। ଏସବୁ ଆପଣଙ୍କର ଟିନ୍ ଏଜ୍ର ପ୍ରୋବ୍ଲେମ୍। ତ ଆମେ ଶିକ୍ଷକ ଆକାରରେ କ'ଣ କରିବା କହିଲେ, ଆପଣଙ୍କ ମତରେ ଆମେ ଶିକ୍ଷକ ଆକାରରେ ସର୍ବଦା କ'ଣ ହେବା ନା, ଆମେ ତାଙ୍କର ଫ୍ରେଣ୍ଡ ହେବା। ଠିକ୍ ଅଛି, ପିଲାଙ୍କର ସହିତ ସାଙ୍ଗ ହେବା। କାହିଁକି ନା ଯଦି ଆମେ ସାଙ୍ଗ ହେବା ନା, ଦେନ୍ ହିଁ ସେମାନେ ତାଙ୍କର ପ୍ରୋବ୍ଲେମ୍ ଗୁଡ଼ା ଆମକୁ ସେୟାର କରିବେ। ଯଦି ଆମେ ତାଙ୍କ ସହିତ ମିଳାମିଶା ନ କରିବା, ଦେନ୍ ସେମାନେ ଆମକୁ ସେୟାର କରିବେନି। ମେନ୍ ଜିନିଷ ହେଉଛି ପିଲାଙ୍କର ପ୍ରୋବ୍ଲେମଟାକୁ ଜାଣିବା। ୱାନ୍ସ ଆପଣ ପ୍ରୋବ୍ଲେମଟାକୁ ଜାଣି ଯାଉଛନ୍ତି, ଦେନ୍ ବହୁତ ହି ଇଜିଲି ତାଙ୍କର ପ୍ରୋବ୍ଲେମକୁ ଆପଣ ସଲ୍ଭ କରିପାରିବେ। ବଟ୍ ପ୍ରୋବ୍ଲେମ ହିଁ ଯଦି ଆପଣ ଜାଣିନାହାନ୍ତି, ଦେନ୍ ଆପଣ କେମିତି ସଲ୍ଭ କରିବେ? ରାଇଟ୍, ଏବଂ ତାଙ୍କୁ ଆମେ ଗାଇଡ଼ କରିବା। କ'ଣ କରିବା? ଗାଇଡ଼ କରିବା। ସେଥିପାଇଁ ପୂର୍ବରୁ ପଚାରେ ଯେ ହ୍ୱାଟ୍ ଇଜ୍ ଦ ବେଷ୍ଟ ରୋଲ୍ ଅଫ୍ ଏ ଟିଚର୍, ତ ଆମେ କହିଥାଉ ଫ୍ରେଣ୍ଡ, ଫିଲୋସୋଫର ଆଉ ଗାଇଡ଼ ବୋଲି କହିଥାଉ। ବା ବର୍ତ୍ତମାନ ଆମେ କ'ଣ ବୋଲି କହୁଛେ ନା, ଫେସିଲିଟେଟର ବୋଲି କହୁଛେ। ଫେସିଲିଟେଟର ମାନେ ସାହାଯ୍ୟକାରୀ। ଆମେ ଶିକ୍ଷକ ଆକାରରେ କ'ଣ କରିବା ନା, ସବୁବେଳେ ପିଲାମାନଙ୍କୁ ସାହାଯ୍ୟ କରିବା। କେଉଁଥିପାଇଁ? ନୂଆ ନୂଆ ଜିନିଷକୁ ଶିଖିବା ପାଇଁ ବା ତାଙ୍କର ପ୍ରୋବ୍ଲେମଟାକୁ ମଧ୍ୟ ଜାଣିବା ପାଇଁ। ସେମିତି ବାପା ଆକାରରେ ଆପଣ ବା ବାପା ମା ଆକାରରେ, ପ୍ୟାରେଣ୍ଟସ୍ ଆକାରରେ ଆମେ କ'ଣ କରିବା କହିଲ, ପିଲାମାନଙ୍କ ସହିତ ସେମଲି ଆମେ କେବେ ବି କ'ଣ କହିଲେ ତାଙ୍କୁ ଏମିତି ଫିଲ୍ କରାଇବାନି ଯେ ସେମାନେ ଆପଣଙ୍କର ଏକୁଟିଆ ଫିଲ୍ କରିବେ। ଆମେ ସର୍ବଦା କ'ଣ ହେବା କହିଲେ, ଡେମୋକ୍ରେଟିକ୍ ହେବା ଏବଂ ପିଲାମାନଙ୍କ ସହିତ ଆମେ ନିଜେ ନିଜେ ମିଶିବା। ଯଦି ଆପଣ ପିଲାମାନଙ୍କୁ ଏକୁଟିଆ କରିଦେବେ ନା, ଆପଣ ମିଶିବେନି, ଦେନ୍ ସେମାନେ ତାଙ୍କର ପ୍ରୋବ୍ଲେମକୁ ଆପଣଙ୍କ ସହିତ ସେୟାର କରିବାକୁ ହେଜିଟେଟ୍ କରିବେ, ଯେଉଁଟାକି ବହୁତ ବଡ଼ ପ୍ରୋବ୍ଲେମ୍ ହେଇଯିବ। ବର୍ତ୍ତମାନ ସମୟରେ ଆପଣ ଦେଖୁନାହାନ୍ତି କି, ଆପଣ ଦେଖୁଛନ୍ତି ଆତ୍ମହତ୍ୟା ହେଉଛି ବାଗେରା ବାଗେରା। କାହିଁକି ହେଉଛି? କାହିଁକି ନା ବାପା ମା ମାନେ ସେତେ ଆପଣଙ୍କର ପିଲାଙ୍କ ସହିତ ମିଶୁନାହାନ୍ତି। ଯେମିତି ଛୋଟବେଳେ ମିଶୁଥିଲେ ନା, ଟିନ୍ ଏଜ୍ରେ ସେମିତି ଆଉ ମିଶୁନାହାନ୍ତି। ମିଶିଲେ ପିଲାଙ୍କର ପ୍ରୋବ୍ଲେମକୁ ଆପଣ ଜାଣିପାରିବେ। ପିଲାର ବି ଯାହା ପ୍ରୋବ୍ଲେମ୍ ଥିବ ନା, ସେ ଆପଣଙ୍କୁ ଡାଇରେକ୍ଟଲି ସେୟାର କରିବ। ଧରାଯାଉ ଆପଣ ଘର କାମରେ ବ୍ୟସ୍ତ ଅଛନ୍ତି, ଛୁଆଟା ଆପଣଙ୍କର କିଛି କହିବା ପାଇଁ ଚାହୁଁଛି, ରହ ନା ଏମିତି କହିଦେବେ, ହେଲେ ତ ହବନି ନା। ତ ଆମେ ସର୍ବଦା କ'ଣ ହେବା ଉଚିତ? ଡେମୋକ୍ରେଟିକ୍ ହେବା ଉଚିତ। ସେମିତି କମ୍ୟୁନିଟି ମାନେ ଆମ ସମାଜ କ'ଣ କରିବା ଉଚିତ? ସମାଜରେ ମଧ୍ୟ ବହୁତ ସାରା, ସମାଜରେ ସର୍ବଦା ଆମେ ଦୁଇ ପ୍ରକାର ଲୋକ ଆପଣଙ୍କର ଥାନ୍ତି। ଭଲ ଲୋକ ବି ଥିବେ, ଖରାପ ଲୋକ ବି ଥିବେ। ତ ଆମେ କ'ଣ କରିବା? ଭଲ ଲୋକମାନଙ୍କ ସହିତ ମିଳାମିଶା କରିବା। ଏଇ ଜିନିଷ ଗୁଡ଼ା ହିଁ। ନେକ୍ସଟ କହିଛି ଡେଭଲପମେଣ୍ଟ ଅଫ୍ ସେଲ୍ଫ କନସେପ୍ଟ ଅଫ୍ ଏଡଲୋସନ୍ସ। ଆମେ ଏମିତି କ'ଣ କଲେ ପିଲାଙ୍କ ମଧ୍ୟରେ ସେଲ୍ଫ କନସେପ୍ଟ ଆପଣଙ୍କର ଡେଭଲପ ହେବ? ଆମେ କ'ଣ କଲେ? ଆପଣ କହିପାରନ୍ତି ସାର୍ ଅବଭିୟସଲି ଯଦି ଆମେ ପିଲାଟାକୁ ସୁଯୋଗ ଦେବା। ଦେଖନ୍ତୁ, ଯେତେ ଅଧିକ ଆମେ ସୁଯୋଗ ଦେବା ନା, ସେତେ ଅଧିକ ସିଏ ଆପଣଙ୍କର ଆଗକୁ ଆଗକୁ ବଢ଼ିବ। ବଟ୍ ଆପଣ ସୁଯୋଗ ହିଁ ଦେବେନି, କିଛି କରିବା ପାଇଁ ହିଁ ଦେବେନି, ଛୁଆଟା ଆପଣଙ୍କର ଏକୁଟିଆ ଏକୁଟିଆ ରହିବ। ତେଣୁ କରିକି ଆମେ ସର୍ବଦା କ'ଣ କରିବା ନା, ପିଲାକୁ ଅଧିକରୁ ଅଧିକ ଆପଣଙ୍କର ସୁଯୋଗ ଦେବା। ଯେତେ ଅଧିକ ଆପଣ ସୁଯୋଗ ଦେବେ, ସିଏ ତାର ସେଲ୍ଫ କନସେପ୍ଟ ଡେଭଲପମେଣ୍ଟ ହେବ। ଦରକାର ପଡ଼ିଲେ ତାକୁ ଆମେ ସପୋର୍ଟ ଦେଇପାରିବା। ରାଇଟ୍, ସପୋର୍ଟ କରିପାରିବା, ଟେମ୍ପୋରାରୀ ସପୋର୍ଟ ଦେବା। ତେଣୁକରି ପରୀକ୍ଷାରେ ପଚାରେ ଯେ ବିଙ୍ଗ ଏନ୍ ଫ୍ୟାମିଲି ମେମ୍ବର ଅଫ୍ a child, what should we do? We should give maximum and maximum opportunity to learn. ଯେତେ ଅଧିକ ଆପଣ ପିଲାକୁ ସୁଯୋଗ ଦେବେ, ସେତେ ଅଧିକ ଆଗକୁ ଯିବ। କାଉନସିଲିଂ ସର୍ଭିସ୍ ମାନେ କ'ଣ? କାଉନସିଲିଂ ମାନେ କ'ଣ ନା ରେ, ପ୍ରୋବ୍ଲେମଟାକୁ ଜାଣିବା ପାଇଁ ଆମେ ଯାହା ବି କରିଥାଉ ନା, ତାକୁ କାଉନସିଲିଂ ବୋଲି କୁହାଯାଏ। କାଉନସିଲିଂର ଅର୍ଥ ହେଉଛି ଟୁ ଆଇଡେଣ୍ଟିଫାଇ ଦ ପ୍ରୋବ୍ଲେମ। ସେଇଥିପାଇଁ ଦେଖିବେ ସବୁ ସ୍କୁଲ ମାନଙ୍କରେ ନା, କଲେଜେସ୍ ମାନଙ୍କରେ କାଉନସିଲର ଥାନ୍ତି। କାଉନସିଲର ମାନଙ୍କର କାମ କ'ଣ? ଆମ ସମୟରେ ତ ଆମେ କାଉନସିଲରକୁ ଚିହ୍ନି ବି ନଥିଲୁ। ତ କାଉନସିଲର ମାନଙ୍କର କାମ ହେଉଛି ସେମାନେ କାଉନସିଲିଂ କରିବେ। କାଉନସିଲିଂ କ'ଣ କରିବେ? କାଉନସିଲିଂ କରିବେ ପିଲାଙ୍କର। ପିଲାଙ୍କର କ'ଣ କରିବେ? ପିଲାଙ୍କର ପ୍ରୋବ୍ଲେମ।
ପିଲାଙ୍କ ସହିତ ମିଶିବେ, ତାଙ୍କର ପ୍ରୋବ୍ଲେମଟାକୁ ଜାଣିବା ପାଇଁ ଚେଷ୍ଟା କରିବେ ଏବଂ କେମିତିକା ୱେରେ ତାକୁ ସଲ୍ଭ କରାଯାଇପାରିବ ତା ସମ୍ପର୍କରେ ସେ ଚିନ୍ତା କରିବେ। ତାକୁ ହିଁ କୁହାଯାଏ କାଉନସିଲିଂ ବୋଲି କୁହାଯାଏ। ଠିକ୍ ଅଛି? ତ ଏତିକି ଜିନିଷ, ଆପଣଙ୍କର ଆଉ ଏଥିରେ ଆଉ କିଛି ନାହିଁ। ଠିକ୍ ଅଛି?